ମୋ ଜାଣିବାରେ ମଣିଷ ପ୍ରକୃତିର ସବୁଠାରୁ ଦୁଃଖଦ ବିଷୟ ହେଲା ଜୀବନକୁ ନଷ୍ଟ କରିଦେବା। ଆମେ ସମସ୍ତେ ସ୍ୱର୍ଗର ନନ୍ଦନ କାନନରେ ଥିବା ପାରିଜାତ ବଗିଚା ପାଇଁ ଭାବୁଛେ, ଅଥଚ ଆମ ଝରକା ସେପଟେ ଆଜି ଫୁଟିଥିବା ଗୋଲାପ କଢ଼ିଟିକୁ ମନଭରି ଦେଖିବା ପାଇଁ ଭୁଲି ଯାଉଛେ। ଛାତ୍ରଛାତ୍ରୀଙ୍କ ପାଇଁ କିଛି ବାସ୍ତୁ ସିଦ୍ଧାନ୍ତ। ଛାତ୍ରଛାତ୍ରୀମାନେ ପଢ଼ିବା ସମୟରେ ମଝିରେ ପଢ଼ା ବନ୍ଦ କରି କ'ଣ ପଢ଼ିଲେ ଭାବନ୍ତୁ। ନିଜକୁ ପଚାରନ୍ତୁ, ସେହି ବିଷୟକୁ ଆପଣ କେବେ ଏବଂ କେମିତି ପ୍ରୟୋଗ କରିବେ। ଏଭଳି ପଢ଼ିବା ଦ୍ୱାରା ଆପଣ ନିଜକୁ ସାହାଯ୍ୟ କରିପାରିବେ। ଅନ୍ୟଥା କେବଳ ପଢ଼ିଯିବା ଦ୍ୱାରା ମୂଷା ପଛରେ ବିଲେଇ ଦୌଡ଼ିବା ଭଳି ହେବ। ଥରେ ବର୍ନାର୍ଡ ଶ କହିଥିଲେ, ତମେ କାହାରିକୁ ଶିଖେଇଲେ ସେ କଦାପି ଶିଖିବ ନାହିଁ। କଥାଟି ଏକଦମ ସତ। ଶିକ୍ଷା ଏକ ଚଳଚଞ୍ଚଳ ପ୍ରକ୍ରିୟା। କାମ କଲେ ହିଁ ଆମେ ଶିଖୁ। ତେଣୁ ଆପଣ ଯାହା ପଢ଼ୁଛନ୍ତି ତାହା ଉପରେ ଯଦି ଦକ୍ଷତା ହାସଲ କରିବାକୁ ଚାହୁଁଛନ୍ତି, ତେବେ ସେଥିପାଇଁ କିଛି କାର୍ଯ୍ୟ କରନ୍ତୁ। ପ୍ରତ୍ୟେକ ସୁଯୋଗରେ ଏହାର ପ୍ରୟୋଗ କରନ୍ତୁ। ଯଦି ନ କରନ୍ତି ତେବେ ଆପଣ ସୂତ୍ରଟି ଶୀଘ୍ର ଭୁଲିଯିବେ। ଯେଉଁ ଜ୍ଞାନର ବ୍ୟବହାର ହୁଏ କେବଳ ତାହା ହିଁ ମନ ଭିତରେ ରହେ। ଆପଣ, ମୁଁ ଏବଂ ଆମେ ସମସ୍ତେ କାଳର ଏକ ମଝି ସ୍ଥାନରେ ସବୁବେଳେ ଠିଆ ହୋଇଛୁ। ଗୋଟିଏ ପଟେ ଅତୀତ ଯାହା ଚାଲିଯାଇଛି ଏବଂ ଅନ୍ୟ ପଟେ ସୁଦୂର ଭବିଷ୍ୟତ ଯାହା ଆସିବାକୁ ଅଛି। ଆମେ ଏ ଦୁଇଟିରେ କ୍ଷଣେ ମାତ୍ର ରହିପାରିବା ନାହିଁ। ଯଦି ଆମେ ସେଥିପାଇଁ ବୃଥା ଚେଷ୍ଟା କରିବା, ତେବେ ଆମର ଶାରୀରିକ ଏବଂ ମାନସିକ ବିକଳ ଅବସ୍ଥା ଆସିଯିବ। ତେଣୁ ଆମେ ବର୍ତ୍ତମାନରେ ହିଁ ଆମେ କେବଳ ବର୍ତ୍ତମାନରେ ହିଁ ରହି ସନ୍ତୁଷ୍ଟ ହେବା ଉଚିତ। ଆଜିର ଏହି ମୁହୂର୍ତ୍ତ ଠାରୁ ଶୋଇବା ପର୍ଯ୍ୟନ୍ତ ଆମର ନିଜର ସମୟ। ରବର୍ଟ ଲୁଇସ୍ ଷ୍ଟିଭେନସନ୍ ଲେଖିଥିଲେ, ଯେତେ କଠିନ ସମସ୍ୟା ହେଲେ ମଧ୍ୟ ଆମେ କେବଳ ତାକୁ ରାତ୍ରି ପର୍ଯ୍ୟନ୍ତ ବୋହିପାରିବା। ଜଣେ କେବଳ ରାତ୍ରି ପର୍ଯ୍ୟନ୍ତ କଠିନ ପରିଶ୍ରମ କରିପାରିବ ଏବଂ ଧୈର୍ଯ୍ୟଶୀଳ, ପ୍ରେମମୟ, ସତ୍ୟ ଏବଂ ଆନନ୍ଦମୟ ଜୀବନ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ବିତାଇ ପାରିବ। ଏହା ହିଁ ପ୍ରକୃତ ଜୀବନ। ଅପ୍ରିୟ ସତ କଥା, ଏହି ସଂସାରରେ ପିତା, ମାତା ଓ ଗୁରୁଙ୍କ ବ୍ୟତୀତ କେହି ବାସ୍ତବ ନୁହନ୍ତି। ଜଣେ ଗରିବ ଲୋକର ବନ୍ଧୁ ନଥାନ୍ତି। ଲୋକମାନେ ଭଲ ଚେହେରାକୁ ପସନ୍ଦ କରନ୍ତି, ଭଲ ଚିନ୍ତାଧାରାକୁ ନୁହେଁ। ଲୋକମାନେ ଅର୍ଥକୁ ସମ୍ମାନ ଦିଅନ୍ତି, ବ୍ୟକ୍ତିକୁ ନୁହେଁ। ଆପଣ ଯାହାକୁ ଅଧିକ ଭଲ ପାଆନ୍ତି, ସେ ହିଁ ଆପଣଙ୍କୁ ଅଧିକ ଆଘାତ ଦିଅନ୍ତି। ବିଶ୍ୱାସେ ମିଳଇ ହରି ତର୍କେ ବହୁ ଦୂରେ। ସମ୍ପର୍କ ରକ୍ତରେ ନଥାଏ, ସମ୍ପର୍କ ଥାଏ ବିଶ୍ୱାସରେ। ଯଦି ବିଶ୍ୱାସ ରହିଥାଏ, ପର ନିଜର ହୁଏ। ଆଉ ଯଦି ବିଶ୍ୱାସ ନଥାଏ, ରକ୍ତ ବି ପର ହୋଇଯାଏ। ଭରସା ଏମିତି ଗୋଟେ ଜିନିଷ, ଯଦି ଥରେ ଭାଙ୍ଗିଯାଏ ନା, ଆଉ ଥରେ ଯୋଡ଼ିବା ପାଇଁ ହୁଏତ ସାରା ଜୀବନ ଲାଗିଯାଇପାରେ। ଆପଣ ଯଦି କାହାର ଭରସା ଭାଙ୍ଗୁଛନ୍ତି ନା, କାହାକୁ ମିଛ କଥା କହୁଛନ୍ତି ନା, ଭାବିଚିନ୍ତି କୁହନ୍ତୁ। ତୁମକୁ କେଉଁ ଖୁସି ମିଳିଛି? କିଛି ଦିନ ପ୍ରେମ ସବୁ ଲୁଟି ନେଲା ସାରା ଜୀବନର ଖୁସି। ଆଖିରୁ ମୋ ଝରେ ଅସୁମାରି ଲୁହ, ଓଠ ପାରେନା ହସି। ମିଛ ପ୍ରେମକୁ ତୋ ସହ ଭାବି ନେଲା ଚରା ହୃଦୟ ମୋର। କି ଖୁସି ପାଇଲ ଖେଳି ମୋ ସାଥିରେ, କେଉଁ ଦୋଷ ଥିଲା ମୋର? ମୋ ପରେ ଆଉ କାହାକୁ ନିଜର କରିକି ଦେଖ, ତୋ ନିଜ ହୃଦୟ କହିବ ଯେ ତା ଭଲ ପାଇବା କିଛି ଅଲଗା ଥିଲା। କିଛି ଲୋକ ବର୍ଷ ବର୍ଷ ପାଖରେ ରହିବି କିଛି ବୁଝିପାରନ୍ତି ନାହିଁ। ଆଉ କିଛି ଲୋକ ଏମିତି ଥାଆନ୍ତି, ଅଳ୍ପ କିଛି ଦିନରେ ସମ୍ପୂର୍ଣ୍ଣ ବୁଝିଯାଆନ୍ତି। ଜୟ ଶ୍ରୀ ଜଗନ୍ନାଥ।